ପିଲାମାନେ ତୁମମାନଙ୍କୁ ସଂସ୍କୃତ ଶିକ୍ଷାୟତନର ଏହି ପ୍ରକୋଷ୍ଠ ମଧ୍ୟକୁ ସ୍ୱାଗତ। ଆଜି ପିଲାମାନେ ଆମେ ସଂସ୍କୃତରୁ ଓଡ଼ିଆ ଅନୁବାଦ ସହଜ ଓ ସରଳ ଭାବରେ କରିବା। ତୁମେମାନେ ସଦାସର୍ବଦା ଓଡ଼ିଆରୁ ସଂସ୍କୃତକୁ ଅନୁବାଦ କରୁଛ। ଅନୁବାଦ କଲା ବେଳେ ବହୁତ ପିଲାଙ୍କୁ ଅନୁବାଦ କଷ୍ଟ ଲାଗେ, କିନ୍ତୁ ପ୍ରକୃତରେ ଯଦି ଆମେ ସଂସ୍କୃତରୁ ଓଡ଼ିଆକୁ କରିବାଟା ଆମକୁ ସହଜ ଲାଗୁଛି, ତାହେଲେ ଓଡ଼ିଆରୁ ସଂସ୍କୃତକୁ କରିବା କାହିଁ କଷ୍ଟ ଲାଗିବ? ତେଣୁ ଦେଖ କେତେ ସହଜ ଭାବରେ ଆମେ ସଂସ୍କୃତରୁ ଓଡ଼ିଆକୁ କରିପାରୁଛେ ଏବଂ ତୁମେମାନେ ନିଜେ ନିଜେ ତାର ଉତ୍ତର ମଧ୍ୟ ଦିଅ। ମୁଁ କହିବା ପୂର୍ବରୁ ତୁମେ ତାର ଅର୍ଥ କ'ଣ ହେଉଛି ତାକୁ ଲକ୍ଷ୍ୟ କର ଏବଂ କୁହ। ଦେଖ, ପ୍ରଥମରେ କ'ଣ ଦେଇଛି ଦେଖିବା ଆମେ। ମାତୃଭାଷୟା ଅନୁବାଦ କାର୍ଯ୍ୟ। ବୁଝିପାରୁଛ? ମାତୃଭାଷାରେ ଅନୁବାଦ କରିବା। ମାତୃଭାଷା ଆମର ଓଡ଼ିଆ, ତେଣୁ ଓଡ଼ିଆରେ ଅନୁବାଦ କରିବା। ଅହମ୍ ତମ୍ ପଞ୍ଚ ପ୍ରଶ୍ନାନ୍ ଅପୃଛମ୍। ଅହମ୍ ତମ୍ ପଞ୍ଚ ପ୍ରଶ୍ନାନ୍ ଅପୃଛମ୍। ଏଠି ସନ୍ଧି ହେଇଯାଇଛି ପିଲାମାନେ। ପ୍ରଶ୍ନାନ୍ ଯୁକ୍ତ ଅପୃଛମ୍ ହେଲା। ତାହେଲେ ଅହମ୍ କହିଲେ ମୁଁ, ତମ୍ କହିଲେ ତାଙ୍କୁ, ନାଇଁ, ପଞ୍ଚ ପ୍ରଶ୍ନାନ୍ ପାଞ୍ଚଟି ପ୍ରଶ୍ନ, ଅପୃଛମ୍ ପଚାରିଥିଲି ହେଲା। ମୁଁ ତାଙ୍କୁ ପାଞ୍ଚଟି ପ୍ରଶ୍ନ ପଚାରିଥିଲି, କାରଣ ଅପୃଛମ୍ ଅଛି ଲଙ୍ଗ ଲକାର ହେଲା। କୃପୟା ମମ କର୍ତ୍ତବ୍ୟ ବିଷୟରେ ଉପଦିଶତୁ। କୃପୟା କହିଲେ କୃପା କରି ବା ଦୟା କରି। ମମ କର୍ତ୍ତବ୍ୟ ବିଷୟରେ, ମୋ କାର୍ଯ୍ୟ ବିଷୟରେ, ମୋ କର୍ତ୍ତବ୍ୟ ବିଷୟରେ। ଉପଦିଶତୁ ଅର୍ଥାତ୍ ଉପଦେଶ ଦିଅନ୍ତୁ। ଏଟା ଲୋଟ ଲକାରରେ ଅଛି, ଆଦେଶ ବା ଅନୁଜ୍ଞା ଅର୍ଥରେ। ତାହେଲେ ଉପଦେଶ ଦିଅନ୍ତୁ। ଆତ୍ମା କଦାଚିତ୍ ନ ମ୍ରିୟତେ ହେଲା। ଆତ୍ମା କହିଲେ ଆତ୍ମା ଯୋଉ ଜୀବନ, ନାଇଁ, ଆତ୍ମାର କେବେ ହେଲେ କଦାଚିତ୍ କେବେ ହେଲେ ମରଣ ନାହିଁ। ଆତ୍ମା କେବେ ହେଲେ ମୃତ୍ୟୁବରଣ କରେ ନାହିଁ ହେଲା। ଆତ୍ମା କେବେ ହେଲେ ମୃତ୍ୟୁବରଣ କରେ ନାହିଁ। ଆଉ ଗୋଟେ ଦେଖ, ରବୌ ହସ୍ତଗତେ ପଦ୍ମଂ ସଂକୁଚତି। ତମେ ବିକସତି ପଢିଥିଲ। ବିକସତି ମାନେ ବିକଶିତ ହେବା, ଫୁଟିବା। ସଂକୁଚତି ମାନେ ସଂକୁଚିତ ହେଇଯିବା, ବନ୍ଦ ହେଇଯିବା। ତାହେଲେ ରବୌ ହସ୍ତଗତେ, ରବି ବା ସୂର୍ଯ୍ୟ ଅସ୍ତ ଯାଆନ୍ତେ, ପଦ୍ମଂ ସଂକୁଚତି, ପଦ୍ମ ସଂକୁଚିତ ହେଇଯାଏ। ବୁଝିଲା? ତାପରେ କ'ଣ ଅଛି ଦେଖ, ସ୍ମରତି ମେ ସଦା ସର୍ବନେତ୍ରମ୍। ସ୍ଫୁରତି ମେ ସର୍ବମ୍ ନେତ୍ରମ୍। ମୋର ସମସ୍ତ ନେତ୍ର ଗୁଡ଼ିକ ସ୍ଫୁରିତ ହେଉଛି ହେଲା, କମ୍ପନ ହେଉଛି ହେଲା। ଅଙ୍ଗାରଃ ଶତଦୌତେନ ମଳିନତ୍ୱମ୍ ନ ମୁଞ୍ଚତି। ଅଙ୍ଗାରକୁ 100 ଥର ଧୌତେନ ଧୋଇଲେ ମଧ୍ୟ ମଳିନତ୍ୱମ୍ ନ ମୁଞ୍ଚତି, ମଇଳା ଛାଡ଼େ ନାହିଁ ହେଲା, ତ୍ୟାଗ କରେ ନାହିଁ। ମୁଞ୍ଚତି ମାନେ କ'ଣ? ଛାଡ଼ିବା। ତାହେଲେ ଅଙ୍ଗାର 100 ଥର ଧୁଆ ଗଲେ ମଧ୍ୟ ମଇଳା ଛାଡ଼େ ନାହିଁ। ଆଉ ଗୋଟେ ଦେଖ, ଧନାନି ଜୀବିତମ୍ ଚୈବ ପରାର୍ଥେ ପ୍ରାଜ୍ଞଃ ଉତ୍ସୃଜେତ୍। ଧନାନି ଜୀବିତମ୍ ଚୈବ, ଧନ ଓ ଜୀବନ। ପରାର୍ଥେ କହିଲେ ପର ଅର୍ଥେ, ପର ପାଇଁ। ପ୍ରାଜ୍ଞଃ ଉତ୍ସୃଜେତ୍, ବିଜ୍ଞ ବ୍ୟକ୍ତି ମାନେ ଉତ୍ସର୍ଗୀକୃତ କରିଥାନ୍ତି ହେଲା। ଧନ ଓ ଜୀବନ କୁ ପର ପାଇଁ ବିଜ୍ଞ ବ୍ୟକ୍ତି ମାନେ କ'ଣ କରିଥାନ୍ତି? ଉତ୍ସର୍ଗୀକରଣ କରିଥାନ୍ତି। ନ ହିଁ ସୁପ୍ତସ୍ୟ ସିଂହସ୍ୟ ପ୍ରବିଶନ୍ତି ମୁଖେ ମୃଗାଃ। କ'ଣ ହବ? ନ ହିଁ ସୁପ୍ତସ୍ୟ ସିଂହସ୍ୟ ପ୍ରବିଶନ୍ତି ମୁଖେ ମୃଗାଃ। ନ ଯୁକ୍ତ ହି, ଶୋଇଥିବା ସିଂହର ମୁଖରେ ମୃଗମାନେ ଆପେ ପ୍ରବେଶ କରନ୍ତି ନାହିଁ ହେଲା। ଶୋଇଥିବା ମୃଗର ପାଟି ଭିତରକୁ ମୃଗମାନେ ଆପେ ପ୍ରବେଶ କରନ୍ତି ନାହିଁ। ସେଥିପାଇଁ ତାଙ୍କୁ କ'ଣ କରିବାକୁ ପଡ଼େ? ଚେଷ୍ଟା କରିବାକୁ ପଡ଼ିଥାଏ, ନାଇଁ। ତାପରେ ଆମେ ଦେଖିବା, ଆमुञ्चत्याभरणं ବାଳିକେୟମ୍। ଏଇଠି ପିଲାମାନେ ଟିକେ ସନ୍ଧି ବିଚ୍ଛେଦ କରିଦେଲେ ତୁମେ ଓଡ଼ିଆ ଆରାମସେ କରିଦେବ। ଆमुञ्चति ଯୁକ୍ତ ଆଭରଣମ୍ ବାଳିକେୟମ୍ ହେଲା।
ତାହେଲେ ଏଇ ବାଳିକାଟି ଇୟଂ ବାଳିକା ଆଭରଣକୁ ଅର୍ଥାତ୍ ଅଳଙ୍କାରକୁ ଆମୁଞ୍ଚତି ମାନେ ଛାଡୁନାହିଁ। ହେଲା। ଲିମ୍ପତିବ ତମଙ୍ଗାନି, ତମଙ୍ଗାନି, ତମଃ ଯୁକ୍ତ ଅଙ୍ଗାନି, ତମ ମାନେ ଅନ୍ଧକାର। ହେଲା। ତାହେଲେ ଅନ୍ଧକାର କଣ ଅଙ୍ଗ ଦେହରେ ବା ଶରୀର ଦେହରେ ଯେପରି ଲିପି ହୋଇଯାଇଛି, ମାନେ ଅନ୍ଧକାରକୁ, ଅନ୍ଧକାର ଦ୍ଵାରା କିଛି ଦିଶୁନି, ଅନ୍ଧକାର ଶରୀରକୁ ଲିପି ଦେଇଛି ମାନେ ଲୁଚାଇ ଦେଇଛି। ହେଲା। ସିଂହାସନେ ଅୟମ୍ ବାଳକମ୍ ଅଭିଷିଞ୍ଚତୁ। ହେଲା। ଏହି ସିଂହାସନଟିକୁ ବାଳକ ଅଭିଷିଞ୍ଚତୁ, ବାଳକ କଣ କରୁ? ସିଞ୍ଚନ କରୁ, ଅଭିସିଞ୍ଚନ କରୁ, ଛିଞ୍ଚୁ। ହେଲା। ସାଧୁନାଂ ବିପତ୍ତିଃ ହୃଦୟଂ ତୁଦତି। ସାଧୁମାନଙ୍କର ବିପତ୍ତି କଣ କରେ? ହୃଦୟକୁ କଣ କରିଦିଏ? ତୁଦତି, ତୁଦତି ମାନେ କଣ? କଷ୍ଟ ଦିଏ। ହେଲା। ସାଧୁନାଂ ବିପତ୍ତିଃ ହୃଦୟଂ ତୁଦତି, କଷ୍ଟ ଦେବା ଅର୍ଥରେ ତୁଦତି, ତୁଦ୍ ଧାତୁ। ତାହେଲେ ସାଧୁମାନଙ୍କୁ ବିପତ୍ତି କଦାପି, ବିପତ୍ତି କଷ୍ଟ ଦିଏ, ଏହା ଅଛି ଆଉ। ନ ତୁଦତି ହେଇଥିଲେ ଦିଏ ନାହିଁ। ମନ୍ଦମ୍ ମନ୍ଦମ୍ ନୁଦତି ପବନଃ ଭୂଗତମ୍ ପୁଷ୍ପରାଶିମ୍। ମନ୍ଦମ୍ ମନ୍ଦମ୍ କହିଲେ ଧୀରେ ଧୀରେ, ନୁଦତି ମାନେ କଣ କରୁଛି? ଯୋଉ ଆନନ୍ଦିତ କରୁଛି ବା ଧୀରେ ଧୀରେ ନେଇଯାଉଛି, ନାଇଁ। ମନ୍ଦମ୍ ମନ୍ଦମ୍ ନୁଦତି ପବନ ଭୂଗତମ୍ ପୁଷ୍ପରାଶିମ୍। ଭୂମିରେ ଫୁଟିଥିବା ଯୋଉ ପୁଷ୍ପ ସମୂହକୁ ପବନ ଧୀରେ ଧୀରେ କଣ ଆଗକୁ ନଉଛି, ଅର୍ଥାତ୍ ତାର କ୍ଷେପଣ କରୁଛି ବା ତାର ବାସ୍ନାକୁ ଆଗକୁ ନେଉଛି। ହେଲା। ପିନାକ ପାଣି ପତି ମାପ୍ନୁ ମୈଚ୍ଛେତ୍। ପିନାକ ପାଣି କହିଲେ କିଏ? ଶିବ। ତାହେଲେ ଶିବଙ୍କୁ ପତି ରୂପରେ ପାଇବାକୁ ଐଚ୍ଛେତ୍, ଇଚ୍ଛା କରିଥିଲେ। ଏଟା ପାର୍ବତୀଙ୍କ ଉଦ୍ଦେଶ୍ୟରେ କୁହାଯାଇଛି, ନାଇଁ। ପିନାକ ପାଣି ପତି ମାପ୍ନୁ ମୈଚ୍ଛେତ୍। ଶିବଙ୍କୁ ପତି ରୂପରେ ପାଇବା ପାଇଁ ଇଚ୍ଛା କରିଛନ୍ତି ବା ଐଚ୍ଛେତ୍ କରିଥିଲେ। ମଜ୍ଜତି ପ୍ରସ୍ତରୋ ଜଳେ। ହେଲା। ତାହେଲେ ଜଳରେ ପଥର ବୁଡି ଯାଇଛି, ମଜ୍ଜି ଯାଇଛି ମାନେ କଣ? ବୁଡି ଯାଇଛି। ହେଲା। एको ହି ଦୋଷ ଗୁଣ ସମୂହେ ନିମଜ୍ଜତି। ହେଲା। ଗୋଟିଏ ଦୋଷ ସମସ୍ତ ଗୁଣକୁ କଣ କରେ? ଲୁଚାଇ ପକାଏ, ନିମଜ୍ଜତି। ଗୋଟିଏ ଦୋଷ ଗୁଣ ସମୂହକୁ ଲୁଚାଇ ପକାଏ। ଭଲ କାମ ଅନେକ କରିଥିବ, କିନ୍ତୁ ଗୋଟେ ଦୋଷ ହେଇଗଲେ ସେଟା ସମସ୍ତ ଭଲ କାମକୁ ଲୁଚାଇ ପକାଏ। ହେଲା। ଧନିନଃ ସତତଂ ସୁଖଂ ମିଚ୍ଛନ୍ତି। ଧନୀ ମାନେ ସଦାସର୍ବଦା ସୁଖ ହିଁ ଇଚ୍ଛା କରନ୍ତି। ଧନିନଃ ଅଛି, ଧନୀ ମାନେ ସଦାସର୍ବଦା ସୁଖ ହିଁ କାମନା କରନ୍ତି ବା ଇଚ୍ଛା କରନ୍ତି। ସାଧବଃ ଧର୍ମଂ ମାଦ୍ରିୟନ୍ତେ। ସାଧବଃ ସାଧୁମାନେ, ହେଲା, ସାଧୁମାନେ ଜ୍ଞାନୀ ମାନେ ଧର୍ମଂ ଆଦ୍ରିୟନ୍ତେ, ଧର୍ମକୁ ଆଦର କରନ୍ତି। ହେଲା। ଧର୍ମକୁ ଗ୍ରହଣ କରନ୍ତି। ସଂକ୍ଷିପତାମ୍ ଭବତାମ୍ ବାର୍ତ୍ତାଳାପମ୍। ଭବତାମ୍ ବାର୍ତ୍ତାଳାପମ୍ ସଂକ୍ଷିପତାମ୍। ଆପଣଙ୍କର, ଭବତାମ୍ କହିଲେ ଆପଣଙ୍କର ବାର୍ତ୍ତାଳାପକୁ ବା କଥାକୁ ସଂକ୍ଷେପ କରନ୍ତୁ, କମରେ କୁହନ୍ତୁ, ଅଳ୍ପରେ କୁହନ୍ତୁ। ହେଲା। ଅପନୁଦତୁ ଭବାନ ମାର୍ଗ କ୍ଲେଶମ୍। ଅପନୁଦତୁ ମାନେ ଦୂର କରନ୍ତୁ। ଅପନୁଦତୁ ଭବାନ କହିଲେ ଆପଣ, ମାର୍ଗ କ୍ଲେଶମ୍ ବାଟର କଷ୍ଟକୁ, ଅର୍ଥାତ୍ କଣ? ପଥ ଜନିତ କଷ୍ଟକୁ ଆପଣ ଦୂର କରନ୍ତୁ। ଶୀତର୍ତ୍ତୌ ପତ୍ରାଣୀ ବିମୁଞ୍ଚତି ଦ୍ରୁମଃ। ଶୀତର୍ତ୍ତୌ ଶୀତ ଋତୁରେ, ଦ୍ରୁମଃ ମାନେ ବୃକ୍ଷ ଗୁଡିକ, ଦ୍ରୁମ ଗଛ, ପତ୍ରାଣୀ ବିମୁଞ୍ଚତି ପତ୍ର ଗୁଡିକୁ କଣ କରନ୍ତି? ତ୍ୟାଗ କରନ୍ତି, ଅର୍ଥାତ୍ ପତ୍ର ଗୁଡିକ ଶୁଖିକି ଝଡିଯାଏ, ତେଣୁ ବିମୁଞ୍ଚତି। ମହତ୍ ଧନମ୍ ବିନ୍ଦତେ ଯଥା କାଳେନ ଉଜ୍ଜଗୀ ଜନାଃ। ହେଲା। ମହତ୍ ଧନମ୍ ଉପଯୁକ୍ତ ଧନକୁ ପ୍ରୟୋଗ କରନ୍ତି ଠିକ ସମୟରେ ଉଜ୍ଜଗୀ ଲୋକମାନେ।
ହେଲା। ଉଦ୍ୟମୀ ଲୋକମାନେ ଠିକ ସମୟରେ ମହତ୍ ଧନକୁ କଣ କରନ୍ତି? ବିନିଯୋଗ କରନ୍ତି। ଅତିଥିମ୍ କୁଶଳମ୍ ପୃଚ୍ଛେତ୍। ଅତିଥିଙ୍କୁ କୁଶଳ ବାର୍ତ୍ତା ପଚାର ବା ପଚରା ଯାଉ। ହେଲା। जो विश्वम विश्वमिदं सृजेत सो अस्माकं सर्वेशम पिता। जो विश्वम इदम सृजेत, ଯିଏ ଏହି ବିଶ୍ୱକୁ ସୃଷ୍ଟି କରିଛନ୍ତି, ସୋ अस्माकं सर्वेशम ପିତା, ସେ ଆମ ସମସ୍ତଙ୍କର ପିତା। ହେଲା। ନଭଃ ସ୍ପୃଶନ୍ତି ପର୍ବତାଃ। ପର୍ବତ ଗୁଡ଼ିକ ନଭଶ୍ଚୁମ୍ବୀ ହୋଇଛନ୍ତି, ଆକାଶକୁ ଛୁଉଁଛନ୍ତି। ବୃଥା ମା ମାଖି ପସ୍ୱ। ବୃଥାରେ ଦୋଷାରୋପ କର ନାହିଁ। ହେଲା। ପିଲାମାନେ, ତାହେଲେ ମୁଁ ଭାବୁଛି ନିଶ୍ଚିତ ଭାବରେ ଏଗୁଡ଼ିକ ତୁମ ପାଇଁ ଭଲ ଲାଗୁଥିବ, ସହଜ ହଉଥିବ ସଂସ୍କୃତରୁ ଓଡ଼ିଆକୁ କରିବା ପାଇଁ। ଯଦି ସଂସ୍କୃତରୁ ଓଡ଼ିଆକୁ କରିବା ପାଇଁ ଏତେ ସହଜ ହଉଛି, ତାହେଲେ ଓଡ଼ିଆରୁ ସଂସ୍କୃତକୁ କରିବା କିଛି କଷ୍ଟ ନୁହେଁ। ସେଥିପାଇଁ ତୁମର କଣ ଚେଷ୍ଟା ଦରକାର। କେବଳ ତୁମେ ଡରୁଛ ବୋଲି ତୁମକୁ ଓଡ଼ିଆଟା କଷ୍ଟ ଲାଗୁଛି ସଂସ୍କୃତ କରିବା ପାଇଁ, କିନ୍ତୁ ସଂସ୍କୃତରୁ ତ ଓଡ଼ିଆକୁ ଆରାମସେ କରିଦଉଛ। ତାହେଲେ ସବୁକୁ ଯଦି ଆମେ ସହଜ ବୋଲି ମନେ କରିବା, ତାହେଲେ କରିପାରିବା। ଏବେ କିଛି ବାକ୍ୟ ଦେଇଛି, ବାକ୍ୟ ଗଠନ କରିବା ପାଇଁ ଦେଖିବା। ପୃଚ୍ଛତାମ୍। ତାହେଲେ ଏଠି ପୃଚ୍ଛତୁ ପୃଚ୍ଛତାମ୍, ପ୍ରଥମ ପୁରୁଷ ଦୁଇ ବଚନ କ୍ରିୟା କର୍ତ୍ତାଟି ଲାଗିବ। ତାହେଲେ ତଉ କରିପାରିବ, ବାଳକକୁ କରିପାରିବ, ବାଳକକୁ ପୃଚ୍ଛତାମ୍, ଶିକ୍ଷକକୁ ପୃଚ୍ଛତାମ୍ ଇତ୍ୟାଦି। ଆପୃଚ୍ଛତେ, ଏଠି ସହ କରିପାର ବା ବାଳକ କରିପାର। ଐଚ୍ଛନ୍, ଇଚ୍ଛା କରିବା। ହେଲା। ସହ ପଠିତୁମ୍ ଐଚ୍ଛନ୍ ବିଦେଶମ୍ ଅଗଛତ୍। ହେଲା। ସ୍ପୃଶାମି, ମି ଅଛି ମାନେ ଅହମ୍ ଲାଗିବ। ଅହମ୍ ସ୍ପୃଶାମି, ମୁଁ ଛୁଉଁଛି। କୁନ୍ଦନ୍ତି, ତାହେଲେ କ୍ରୁଦନ୍ତି, ଏଠି କଣ ଲାଗିବ? ପ୍ରଥମ ପୁରୁଷ ବହୁବଚନ, ବାଳକାହା କରିଦିଅ ବା ସହ। ବିନ୍ଦତେ, ଏଠି ଖାଲି ସହ ବିନ୍ଦତେ କର। ଉପଦିଶତୁ, ଶିକ୍ଷକ ଉପଦିଶତୁ, ଶିକ୍ଷକ ଉପଦେଶ ଦିଅନ୍ତୁ। ଅମୁଞ୍ଚତ, ସେଇ ସହ କିମ୍ବା ବାଳକ କର। ହେଲା। ସହ ଅମୁଞ୍ଚତ, ସହ ପ୍ରାଣାହ ଅମୁଞ୍ଚତ, ସେ ପ୍ରାଣ ତ୍ୟାଗ କଲେ। ଲଜ୍ଜନ୍ତେ, ଏଠି ବହୁବଚନ ହବ, ବାଳିକାହା ଲଜ୍ଜନ୍ତେ। ହେଲା। ପ୍ରଖ୍ୟାମି, ମି ଅଛି ମାନେ ଏଠି ଅହମ୍ ଲାଗିବ। ଅହମ୍ ତ୍ୱାମ୍ ପ୍ରଶ୍ନମ୍ ପ୍ରଖ୍ୟାମି, ମୁଁ ତୁମକୁ ପ୍ରଶ୍ନ ପଚାରିବି। ହେଲା। ଲୁଟ୍ ଲକାର ଅଛି। ତାହେଲେ ପିଲାମାନେ, ଆଜି ଆମେ କିଛି ସଂସ୍କୃତରୁ ଓଡ଼ିଆ ଏବଂ କିଛି ବାକ୍ୟ ଗଠନ ମଧ୍ୟ କଲେ। ତୁମେ ମାନେ ଦେଖ, ଭଲ ପିଲାମାନେ ତ ନିହାତି ୟାକୁ ଜାଣିବା ଦରକାର, ଆଉ ଅନ୍ୟମାନଙ୍କର ମଧ୍ୟ ଜାଣିବା ଆବଶ୍ୟକ। ତେଣୁ ସମସ୍ତେ ଦେଖ, ଏବଂ ଆଜି ପାଇଁ ଆମେ ଏଇଠି ରହିବା। ସମସ୍ତଙ୍କୁ ଧନ୍ୟବାଦ।